କୁନି କୁନି ପିଲାମାନେ, ଆଜିର ଗପ ଆରମ୍ଭ କରିବା। ତାହେଲେ ମନ ଦେଇ ଶୁଣ। ମୁଁ ଆଜି ଗୋଟିଏ ଭଲ ଗପ କହିବି। ଥରେ ଗୋଟିଏ ଜଙ୍ଗଲରେ ବହୁତ ଗୁଡ଼ାଏ ପାରା ରହୁଥିଲେ। ପାରାମାନଙ୍କର ଗୋଟିଏ ଦଳପତି ଥିଲା। ସବୁ ପାରାମାନଙ୍କ ଦଳରେ ବି ଜଣେ ଜଣେ ଦଳପତି ଥାଆନ୍ତି। ସେମିତି ସେଇ ଦଳଟିରେ ବି ଜଣେ ଦଳପତି ଥିଲେ। ସେ ଦଳପତିଙ୍କ ନିର୍ଦ୍ଦେଶ ଅନୁସାରେ ସବୁ ପାରା ଯେଉଁପଟେ ଯିବେ, କେଉଁଠି ଖାଇବେ, କ'ଣ ସେଭଳିଆ ହୁଅନ୍ତି। ତମେମାନେ ଦେଖିଥିବ, ପାରାମାନେ ସବୁବେଳେ ଦଳ ଦଳ ହୋଇ ଉଡ଼ନ୍ତି। ଏକା ଏକା ପାରା ବହୁତ କମ୍ ଦେଖିବାକୁ ମିଳନ୍ତି। ହେଲେ ଥରେ କ'ଣ ହେଇଛି ନା, ସେ ପାରା ଦଳଟି ଉଡ଼ି ଉଡ଼ି ଆକାଶରେ ଯାଉଥିଲେ। ଯାଉ ଯାଉ ଗୋଟେ ନଦୀ ପାର ହୋଇ ପାହାଡ଼ ଆରପଟ ଗାଁ ଦେଇ ଗଲାବେଳେ ଦେଖିଲେ ଗୋଟେ ଖୋଲା ଜାଗାରେ ବହୁତ ଗୁଡ଼ାଏ ଶସ୍ୟ ସବୁ ପଡ଼ିଛି। ଗହମ, ବାଜରା, ଚାଉଳ ଏମିତି ସବୁ ପଡ଼ିଛି। ପାରା ଦଳଟି ସେ ସବୁ ଶସ୍ୟକୁ ଦେଖି ଉଡ଼ି ଯାଉଥିଲେ। ପୁଣି ଫେରି ଆସିଲେ, ଦେଖିକି ଉଡ଼ିଲେ। ପୁଣି କଥା ହେଲେ ଯେ ଆରେ ଏଠି ତ ଭଲ ପଡ଼ିଛି, ଆମେ ଖାଇବା ଏଠୁ କହିଲେ। ଦଳପତି କିନ୍ତୁ ଟିକେ ସନ୍ଦେହ କଲା। କହିଲା ଆରେ ଖାଲି ଜାଗାଟାରେ ଏତେ ପ୍ରକାର ଶସ୍ୟ ପଡ଼ିଲା କେଉଁଠୁ? ନିଶ୍ଚୟ ଏଠି କିଛି ରହସ୍ୟ ଥିବ, ଆମ ପାଇଁ ବିପଦ ଥାଇପାରେ। ଏତେ କହିଲା ପରେ ମଧ୍ୟ କିଛି ପାରା କହିଲେ ହଁ ଠିକ୍ କଥା, ଦଳପତି ମନା କରୁଛନ୍ତି ଯିବାନି। କିନ୍ତୁ ଆଉ କିଛି ଦୁଷ୍ଟ ପାରା ଥିଲେ, ସେ କହିଲେ ନା, କେଡ଼େ ସୁନ୍ଦର ଖାଦ୍ୟ ଏଠି ଅଛି, ଆମେ ଏଠୁ ଛାଡ଼ିକି କାହିଁ ଏତେ ବାଟ ଆଉ କୁଆଡ଼େ ବୁଲିବା, ପରିଶ୍ରମ କରିବା, ଏଇଠି ଖାଇଦେବା କହିକି ଉଡ଼ି ଆସିଲେ। ଖାଇବା ପାଇଁ ତଳକୁ ଚାଲିଲେ। ତଳକୁ ଗଲେ, 2-3 ଜଣ ପାରା ଯେତେବେଳେ ଓହ୍ଲେଇଲେ, ତାକୁ ଦେଖା ଦେଖି ବାକି ପାରା ବି ସବୁ ଓହ୍ଲେଇଲେ। ଆସ୍ତେ ଆସ୍ତେ ସବୁ ଓହ୍ଲେଇଗଲେ। ଦଳପତି ବିଚାରା ଏକୁଟିଆ ଆଉ କ'ଣ କରିବ? ସିଏ ଉପରେ ଚକ୍କର କାଟୁଛି। ଦେଖିଲା ବେଳକୁ ସତକୁ ସତ ସବୁ ପାରା ଯେତିକି ତଳକୁ ଓହ୍ଲେଇଲେ ଗହମ ଖାଇବା ଲୋଭରେ, ତଳେ ଯାଇ ଫାଶରେ ପଡ଼ିଗଲେ। ଗୋଟେ ଶିକାରୀ ସେଠି ଗହମ, ବାଜରା ସବୁ ପକେଇକି ଫାଶ ପକେଇଥିଲା ପକ୍ଷୀ ସବୁ ଧରିବା ପାଇଁ। ତ ସବୁ ପାରା ସେଇ ଫାଶରେ ଲାଗିଗଲେ। ଦଳପତି ଏକୁଟିଆ ଉପରେ ଦେଖିଲା, ମନ ଦୁଃଖ ରହିଲା, କ'ଣ କରିବ? ନିଜେ ବି ଆସିକି ସେଇ ଫାଶ ଭିତରେ ପଡ଼ିଗଲା। ବାକି ସମସ୍ତେ କହିଲେ ଆରେ ଆମେ ତ ସବୁ ଭୁଲରେ ପଡ଼ିଗଲୁ, ଦଳପତି ମହାଶୟ ଆପଣ ଆସିକି କାହିଁ ପୁଣି ପଡ଼ିଲେ ଦେଖି ସାରିଲା ପରେ? ଦଳପତି କିନ୍ତୁ କହିଲା ନା, ମୋର ଯେଉଁଠି କେହି ମୋର ନାହାନ୍ତି, ସବୁ ଯଦି ପଡ଼ିଗଲେ ଫାଶ ଭିତରେ, ବନ୍ଧୁ ବାନ୍ଧବ ସାଙ୍ଗସାଥି, ମୁଁ ଏକୁଟିଆ ବାହାରେ ରହି କ'ଣ କରିବି? କହିଲା ପରେ ଯେଉଁ ପାରାଟି ପ୍ରଥମେ କହିଥିଲା ହଁ ଏଇଠି ଗହମ ଖାଇବା, ତାକୁ ସବୁ ପାରା ମିଶି ଗାଳି ଦେବା ଆରମ୍ଭ କଲେ। ସମସ୍ତେ କହିଲେ ତୋ ଯୋଗୁଁ ଆମେ ଫାଶରେ ପଡ଼ିଗଲୁ। କିନ୍ତୁ ଦଳପତି ବୁଝେଇଲା, ଆରେ ଶୁଣ, ବିପଦ ସମୟରେ ଏବେ ଝଗଡ଼ାଝାଟି କରି ପରସ୍ପର ମଧ୍ୟରେ ସମୟ ନଷ୍ଟ କରିବାଟା ଠିକ୍ ନୁହଁ। ତାହେଲେ ଅନ୍ୟ ସବୁ ପାରା କହିଲେ କ'ଣ କରିବା ତାହେଲେ? ନା ଶୁଣ, ମୁଁ ଯାହା କହୁଛି ମନ ଦେଇ ଶୁଣ, ପାର ହେଇ ଏଠୁ ଯିବାକୁ ଚେଷ୍ଟା କରିବା। ନା କ'ଣ କରିବା? ନା ସମସ୍ତେ ଏକାଥରକେ ବଳ ଲଗେଇକି ଉଡ଼ିବାକୁ ଚେଷ୍ଟା କରିବା। ସମସ୍ତେ ଯଦି ଏକାଥରେ ଉଡ଼ିବାକୁ ଚେଷ୍ଟା କରିବା, ହୁଏତ ଆମେ ଜାଲଟାକୁ ଉଠେଇ ଦେଇପାରିବା। ଏମିତି କଥା ହେଇକି ସମସ୍ତେ ଗୋଟେ ଥରକେ ଉଡ଼ିବାକୁ ଆରମ୍ଭ କଲେ। ପ୍ରଥମେ ତ ଉଡ଼ି ପାରିଲେନି, ଫଡ଼ ଫଡ଼ ହେଲେ। ତାପରେ ଏକାଥରେ ସମସ୍ତେ ଉଡ଼ି ଧରିକି ସେ ଯେଉଁ ଫାଶ ସହିତ ଉଡ଼ି ଧରିକି ଚାଲିଲେ। ଯେଉଁ ଶିକାରୀ ପକେଇଥିଲା ଫାଶଟି, ସିଏ ଦୂରରେ ଠିଆ ହେଇ ଦେଖୁଛି। ସିଏ ଦୌଡ଼ି ଆସିଲା, କିନ୍ତୁ ଆଉ ପାରିଲାନି। ସେ ଫାଶକୁ ନେଇ ସେମାନେ ଉଡ଼ିକି ପଳେଇଲେ। କ'ଣ କରିବ? ଉଡ଼ି ଉଡ଼ି ଯାଇ ନଦୀ ଆରପଟେ ଗୋଟିଏ ସୁନସାନ ଜାଗା ଦେଖି ସେଠି ଦଳପତି କହିଲା ହଁ ଏଇଠି ଓହ୍ଲାଅ ସମସ୍ତେ। ସମସ୍ତେ ସେଠି ଓହ୍ଲେଇଲେ। ଓହ୍ଲେଇକି ସମସ୍ତେ କହିଲେ ଏଠି ଓହ୍ଲେଇଲେ ଆମେ କ'ଣ କରିବା? ନା ରୁହ, ଏଠି ମୋର ଗୋଟେ ସାଙ୍ଗ ଅଛି କହିକି ସେ ଗୋଟେ ବିଳା ଥିଲା। ବିଳା ମାନେ ଯେଉଁ ମୂଷା କିମ୍ବା ସାପ ସବୁ ରୁହନ୍ତି ଗାତ ଭିତରେ, ତାକୁ ବିଳା କହନ୍ତି। ସେ ବିଳା ପାଖରେ ଡାକିଲା, ସାଙ୍ଗ ମୁଁ ପରା ଆସିଛି, ଆସ ବାହାରକୁ ଆସ। 2-3 ଥର ଡାକିଲା ପରେ ଗୋଟିଏ ବଡ଼ ମୂଷା ଆସିଲା। ଆସିକି କହିଲା, ଆରେ ସାଙ୍ଗ, ଇଏ କି ଅବସ୍ଥା ତମର? ଦେଖିଲା ବେଳକୁ କ'ଣ ନା, ସେ ମୂଷା ଆଉ ପାରା ବହୁତ ପୁରୁଣା ବନ୍ଧୁତ୍ୱ ତାଙ୍କର ଥିଲା। ତ ଏତେ ଦିନ ପରେ ମୂଷା ଯେତେବେଳେ ପାରାକୁ ଦେଖିଛି, ସାଙ୍ଗକୁ ଦେଖିକି ସେ ଆଶ୍ଚର୍ଯ୍ୟ। ଆରେ ସାଙ୍ଗ, ଇଏ କ'ଣ ଅବସ୍ଥା?
ନା ଏମିତି ଏମିତି ଲୋଭରେ ପଡ଼ିକି ଏମିତି ଅବସ୍ଥା ହେଇଛୁ ଆଉ କୁହନି, ଜଲ୍ଦି ଆମକୁ ଏଠୁ ମୁକୁଳାଅ। ମୂଷା କହିଲା ହଉ ଠିକ୍ ଅଛି ଯେ ମୁଁ ତ ବୁଢ଼ା ହେଲିଣି, ମୁଁ ଧୀରେ ଧୀରେ କାଟିବି ଟିକେ କହିକି ଫାଷ୍ଟରେ ଦଳପତିର କାଟିବା ଆରମ୍ଭ କଲା ଫାଶଟିକୁ। ଦଳପତି କହିଲା ଆରେ ନା ନା, ମୋର ପ୍ରଥମେ କାଟନି, ପ୍ରଥମେ ଅନ୍ୟ ପାରାମାନଙ୍କର ସବୁ କାଟ, ମୁଁ ବା ଦଳପତି, ଶେଷକୁ ମୋତେ କାଟିବ। ମୋର ଫାଶ ସବୁ ଶେଷରେ ମୋର ଫାଶକୁ କାଟିବ। ମୂଷା କହିଲା ଯାହା ହଉ, ଏତେ ବିପଦରେ ପଡ଼ିଥିଲେ ମଧ୍ୟ ତୁମେ ନିଜ ପାରାମାନଙ୍କ କଥା ଆଗେ ଚିନ୍ତା କରୁଛ। ମୁଁ ଜାଣିକି ତୁମକୁ ପରୀକ୍ଷା କରିବା ପାଇଁ ଏମିତି କହୁଥିଲି ନା। ଅପେକ୍ଷା କର, ମୁଁ ସମସ୍ତଙ୍କର ଫାଶ କାଟିଦେବି। କହିକି ମୂଷା ତାର ମୁନିଆ ଦାନ୍ତରେ ଟୁକୁରୁ 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 କରିକି ସବୁ ଗୁଡ଼ା ଫାଶ କାଟିଦେଲା। କାଟିଦେଲା ପରେ ପାରାମାନେ ଖୁସିରେ ତାକୁ ଧନ୍ୟବାଦ କହି ପୁଣି ଉଡ଼ିକି ଆକାଶକୁ ପଳେଇଗଲେ। ଏଥିରୁ ଆମେ କ'ଣ ଶିଖିଲେ? ଯେ ଅସୁବିଧା ପଡ଼ିଥିଲା ବେଳେ ଧୈର୍ଯ୍ୟ ହରା ହବାନି, ସମସ୍ତେ ମିଶିକି କାର୍ଯ୍ୟ କଲେ ଯେକୌଣସି ଅସୁବିଧାରୁ ଆମେ ସହଜରେ ମୁକୁଳି ଯିବା। ବୁଝିପାରିଲ? ଆଜି ପାଇଁ ତାହେଲେ ଏତିକି ଥାଉ। ବାଏ।